କାଳଜୟୀ ଲେଖକ ଶ୍ରୀ ମନୋଜ ଦାସଙ୍କ ଦ୍ୱାରା ଲିଖିତ ଅନେକ ପୁସ୍ତକ ମଧ୍ୟରୁ ଏହା ଅନ୍ୟତମ। ପୁସ୍ତକଟିର ନାଁ ହେଲା ମନୋଜ ଦାସଙ୍କର କଥା ଓ କାହାଣୀ। ଗଳ୍ପଟିର ନାଁ ହେଲା ଲାଜକୁଳି ଲତା। ପୌଷ ନିଶିଥର ଅନ୍ତରଙ୍ଗ ଅନ୍ତିମ ମୁହୂର୍ତ୍ତରେ ଯେତେବେଳେ ଟେଲିଫୋନ୍ଟି ନଛୋଡ଼ ବନ୍ଦା ବାଜି ଚାଲିଲା, ସେତେବେଳେ ପ୍ରଥମ ବାବୁ ଅତ୍ୟଧିକ ବିରକ୍ତିଜନିତ କିଂକର୍ତ୍ତବ୍ୟମୂଢ଼ତାରୁ ତାକୁ 2-4 ଥର ଫୁଙ୍କି ପକାଇଲେ। ଶବ୍ଦଟା ଯଦି ଲିଭିଯାଆନ୍ତା। ହ୍ୟାଲୋ 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 ଆରେ ରିଏଲି ଗୋଇଂ। ଚାକିରି ଜୀବନର ପ୍ରଥମ ପର୍ଯ୍ୟାୟରେ ଏଭଳି ଏକ ପରିସ୍ଥିତି ହୃତ୍ସ୍ପନ୍ଦନରେ ଯେଭଳି ବିପର୍ଯ୍ୟୟ ସୃଷ୍ଟି କରୁଥିଲା, ଅଭିଜ୍ଞତାରେ ବିଗତ 15 ବର୍ଷ ଗତାନୁଗତିକତା ଦ୍ୱାରା ସେ ବିପର୍ଯ୍ୟୟ ବିସ୍ମୃତ ହୋଇଯିବା ଉତ୍ତାରୁ ଅଦ୍ୟ ପ୍ରଭାତରେ ପୁନରାୟ ତା'ର ଉଜ୍ଜୀବନ ଘଟିଲା। ପ୍ରଥମବାବୁ 1 ମିନିଟ୍ରେ ପଲଙ୍କରୁ ଡେଇଁପଡ଼ି ନିଜକୁ ୟୁନିଫର୍ମ ଭିତରକୁ ଠେଲିପେଲି ଭର୍ତ୍ତି କରି ବାହାରିଗଲେ। ସହର ପ୍ରାନ୍ତର ନିଛାଟିଆ ବିସ୍ତୃତ ଢିପଟିର ଅଦୂରରେ ସେତେବେଳକୁ ସାଦା ପୋଷାକରେ ସିଆଇଡି ଇନ୍ସପେକ୍ଟର ପଟେଲ, ତାଙ୍କର 3 ଜଣ ସହକାରୀ ଓ 4 ଜଣ ସିପାହୀ ମହଜୁଦ ହୋଇସାରିଥାନ୍ତି। ଗୋଟିଏ ପରିତ୍ୟକ୍ତ କୁଡ଼ିଆ ଆଢ଼ୁଆଳରେ ଠିଆ ହୋଇ ଇଙ୍ଗିତରେ ପ୍ରଥମବାବୁ ପଟେଲଙ୍କୁ ଡାକିଲେ। ପଟେଲଙ୍କର ଆଖିରେ ଗଭୀର ଉତ୍ତେଜନା। ପ୍ରଥମବାବୁଙ୍କ ନିର୍ଦ୍ଦେଶରେ ଇତିମଧ୍ୟରେ ଆସି ପହଞ୍ଚି ଯାଇଥିବା 8 ଜଣ ସଶସ୍ତ୍ର ପୋଲିସମ୍ୟାନ୍ ଢିପଟିର ଚାରିଦିଗକୁ ଆକଟ କରି ରହିଗଲେ। ପଟେଲଠାରୁ ପକେଟ୍ ଦୂରବୀକ୍ଷଣଟି ନେଇ ପ୍ରଥମବାବୁ ଆଖିରେ ଲଗାଇଲେ। ଢିପ ଉପରେ ଧୀରେ ଧୀରେ ଟହଲୁଥିବା ବିଶାଳ ବପୁ ବ୍ୟକ୍ତିଟି, ଆପାଦ କଣ୍ଠ ଯାହାର ଓଭରକୋଟ୍ରେ ଓ ଆଚିବୁକ ଶିର ଯାହାର ମୋଟା ମଫଲରରେ ଆଦୃତ, ସେ ବାସ୍ତବିକ ପୋଲିସ ବାହିନୀର ବହୁ ଅଭୀପ୍ସିତ ଆତ୍ମଗୋପନକାରୀ ସୁବିଖ୍ୟାତ ଅପରାଧୀଟି ହୋଇଥିବା ରୀତିମତ ସମ୍ଭବପର। ସମ୍ଭବପର କାହିଁକି? ନିଶ୍ଚିତ। କାହିଁକି ନଚେତ୍ ସେ ଏଭଳି ଦୋଦୋପାଞ୍ଚ ହୋଇ ପଦଚାରଣା କରୁଥାନ୍ତା? ଗତଥର ଯେତେବେଳେ ପୋଲିସ ତା ଉପରେ ଚଢ଼ଉ କରିଥିଲେ, ସେତେବେଳେ ସେ ଅତ୍ୟନ୍ତ ମୂଲ୍ୟବାନ ଏକ ବସ୍ତୁ ଏଇ ଢିପ ଉପରେ କେଉଁଠି ହେଲେ ଲୁଚାଇ ଦେଇ ପାର୍ଶ୍ୱବର୍ତ୍ତୀ ନଦୀକୁ ଡେଇଁ ପଡ଼ିଥିଲା। ଗତ 6 ମାସ ଧରି ଏଇ ଢିପ ଉପରେ ଦିବାନିଶି ଗୋପନରେ ସତର୍କ ଦୃଷ୍ଟି ରଖିବାର ବ୍ୟବସ୍ଥା ପ୍ରଥମବାବୁ ଓ ପଟେଲ କରିଥିଲେ। ସେମାନେ ଦୁର୍ବୃତ୍ତଟିକୁ ଉତ୍ତମ ରୂପେ ଜାଣିଥିଲେ। ସେମାନେ ଜାଣିଥିଲେ ଯେ ଦିନେ ନା ଦିନେ ସେ ତା'ର ସମ୍ପତ୍ତିକୁ ଉଦ୍ଧାର କରିବା ପାଇଁ ସେଠାରେ ଆସି ପହଞ୍ଚିବ। ଢିପ ଉପର ଦେଇ ଯାଉଥିବା ରାସ୍ତାରେ ପଥିକମାନଙ୍କ ଭିତରୁ ହୁଏତ ଭୁଲବଶତଃ ପୂର୍ବରୁ 1-2 ଜଣଙ୍କୁ ସନ୍ଦେହ କରାଯାଇଥାଇପାରେ, କିନ୍ତୁ ଆଜି ଅବଶେଷରେ ସମସ୍ତ ଧୈର୍ଯ୍ୟ ଓ ଆୟାସ ସାର୍ଥକ ହୋଇଛି ନିଶ୍ଚୟ। ଦୁର୍ବୃତ୍ତର ଦୀର୍ଘ ଚେହେରା ଓ ଏଇ ଟହଲକାରୀ ଲୋକଟିର ଚେହେରା ହିଁ ଯେ ଏକ ସେତିକି ନୁହେଁ, ଏ ଲୋକଟିର ଗତିବିଧି ହିଁ ତା'ର ସ୍ୱରୂପ ସ୍ପଷ୍ଟ କରିଦେଉଛି। ପଟେଲ ଓ ପ୍ରଥମବାବୁ ଅତି ସନ୍ତର୍ପଣରେ ବୁଦାଟିମାନ ତଳେ ତଳେ ହାମୁଡ଼ି ହାମୁଡ଼ି ଆଗକୁ ଚାଲିଥାନ୍ତି। ପତଳା କୁହୁଡ଼ି ବ୍ୟାପ୍ତ ହୋଇ ରହିଛି। ଢିପ ଉପରର ରାସ୍ତା ଦେଇ ଜଣେ ଅଧେ ଲୋକ ଯିବା ଆସିବା କରିବା ଆରମ୍ଭ କଲେଣି। ଦୁର୍ବୃତ୍ତ ନିଶ୍ଚୟ ଅଚିରେ ତା'ର କାର୍ଯ୍ୟ ସମାପନ କରି ଚମ୍ପଟ ଦେବ। ଅଫିସର ଦ୍ୱୟ ପ୍ରାୟ ତଳେ ଶୋଇପଡ଼ି ଆହୁରି ଆଗେଇ ଗଲେ। ପଟେଲ ବାବୁଙ୍କ ଆଣ୍ଠୁ ପାଖରେ ଫୁଲ୍ ପ୍ୟାଣ୍ଟ ଛିଡ଼ିଗଲା, ଆଉ ଛିଡ଼ିଗଲା ପ୍ରଥମବାବୁଙ୍କର ଅସଲ ଆଣ୍ଠୁ। ଯାଉ, ଚୂଡ଼ାନ୍ତ ମୁହୂର୍ତ୍ତ ଆସନ୍ନ। ଲୋକଟି ଇତସ୍ତତ ଅନାଇ ନଇଁ ପଡ଼ି ତଳୁ ଗୋଟାଏ କିଛି ତୋଳି ନେବାକୁ ଚେଷ୍ଟା କରୁଛି, କିନ୍ତୁ ଜଣେ ପଥଚାରୀ ତା'ର ନିକଟବର୍ତ୍ତୀ ହୋଇ ଆସିବାରୁ ସେ ପୁଣି ସ୍ୱାଭାବିକ ଭାବରେ ଛିଡ଼ା ହୋଇଗଲା। ପଥଚାରୀ ଅଦୃଶ୍ୟ ହୋଇଯିବା ପରେ ପୁନରାୟ ଲୋକଟି ତଳକୁ ନଇଁ ପଡ଼ିଲା, କିନ୍ତୁ ଏତିକିବେଳେ ଗୋଟାଏ ଚଇନ୍ ଫିଟ୍ ଟୋକା ସେଇ ଢିପ ଉପର ଦେଇ ଦଦର ସାଇକେଲଟିରେ ପ୍ରାଣାନ୍ତକ ଜିଦ୍ଦିରେ ପ୍ୟାଡେଲ କରି କରି ଆବିର୍ଭୂତ ହେବାରୁ ଲୋକଟା ପୁନଶ୍ଚ ସିଧା ହୋଇ ଠିଆ ହୋଇ ପଡ଼ିଲା। ତା'ର କୁଞ୍ଚିତ କପାଳରେ ଯେଉଁ ଶୈତାନୀ କ୍ରୋଧର ଲିପି ଅଫିସର ଦୁହେଁ ପଡ଼ିଲେ, ଲୋକଟାର ପରିଚୟ ସମ୍ପର୍କରେ ତାପରେ ସେମାନଙ୍କର ଆଉ କୌଣସି ସନ୍ଦେହ ରହିଲା ନାହିଁ। ପଟେଲ ତାଙ୍କ ପକେଟରୁ ରିଭଲଭର ଓ ହୁଇସିଲ୍ ବାହାର କରି ପ୍ରସ୍ତୁତ ହୋଇ ରହିଲେ। ଲୋକଟି ଯେତେବେଳେ ତଳୁ ଜିନିଷ ଉଠାଇବା ପାଇଁ ପୂରା ନଇଁ ପଡ଼ିଥିବ, ସେତିକିବେଳେ ପ୍ରଥମବାବୁ ତା ଉପରକୁ ଡେଇଁ ପଡ଼ି ତାକୁ ଅକ୍ତିଆର କରିବେ। ପରସ୍ପର ଅଭ୍ୟସ୍ତ ଇଙ୍ଗିତରେ ଏହି ବ୍ୟବସ୍ଥା ସେମାନେ କରିନେଲେ। ଲୋକଟି ଥରେ ରାସ୍ତାର 2 ପ୍ରାନ୍ତକୁ ନିରୀକ୍ଷଣ କରି ଦେଖିନେଲା। ହୁଏତ ନିଶ୍ଚିତ ହେଲା ଯେ ଆପାତତଃ କେହି ପଥ ଅତିକ୍ରମ କରିବାକୁ ନାହାନ୍ତି। ତତ୍ପରେ ଲୋକଟି ନଇଁ ପଡ଼ୁଛି।
ଅବରୁଦ୍ଧ ନିଶ୍ୱାସରେ ପ୍ରଥମବାବୁ ମାତ୍ର 10 ହାତ ଦୂରରୁ ବିସ୍ଫୋରିତ ନୟନରେ ଦେଖୁଛନ୍ତି। ଲୋକଟି ବସି ପଡ଼ିଲା। କିନ୍ତୁ କାହିଁ? କିଛି ଉଠାଇ ନେବା ପରିବର୍ତ୍ତେ ସେ କିଛି ଗୋଟେ ଆଉଁସୁଛି ଯେମିତି। ପ୍ରଥମବାବୁ ସାପ ଫଣା ଟେକିଲା ଭଳି ମୁଣ୍ଡ ମଧ୍ୟ ଯଥାସାଧ୍ୟ ଉଠାଇ ଦେଖିଲେ। ଲାଜକୁଳି ଲତା। ଲୋକଟି ଲାଜକୁଳି ଲତାଟିଏ ର ଗୋଟେ ପ୍ରାନ୍ତ ଛୁଇଁଦେବା ମାତ୍ରେ ସମଗ୍ର ଡାଳଟି ଯେମିତି ନିମିଳିତ ହୋଇଯାଉଛି। ସେଥିରେ ତାର ମୁହଁରେ ଚହଟି ଉଠୁଛି ଗୋଟେ କୋମଳ ସଲଜ୍ଜ ହସ। ପୁଣି ପ୍ରାୟ ନୃତ୍ୟ ଭଙ୍ଗିମାରେ ହସ୍ତଚାଳନା କରି ଲୋକଟି ଆଉ ଗୋଟିଏ ପ୍ରାନ୍ତ ଛୁଇଁ ଦେଉଛି ଓ ସ୍ମିତ ହସରେ ଉଜୁଳି ଉଠୁଛି। ସେ ହସର ଗୋଟେ ଲହରୀ ଲୋକଟିର ସମଗ୍ର ଚେହେରା ବଦଳାଇ ଦେବାକୁ ଯଥେଷ୍ଟ। କ୍ଷଣକ ପୂର୍ବରୁ କୁଞ୍ଚିତ କପାଳ ଅବସ୍ଥାରେ ସେ ଦୁର୍ବୃତ୍ତଟିର ଯେତିକି ନିକଟବର୍ତ୍ତୀ ଦେଖାଯାଉଥିଲା, ବର୍ତ୍ତମାନ ସ୍ମିତ ହସିତ ଅବସ୍ଥାରେ ତାଠାରୁ ସେତିକି ଦୂରବର୍ତ୍ତୀ ଦେଖାଗଲା। ଏ ହସ ଅଥଚ ଅତି ପରିଚିତ। କିନ୍ତୁ ସେ ନେଇ ଭାବିବାର ମାନସିକ ଅବସ୍ଥା ପ୍ରଥମବାବୁଙ୍କ ନଥିଲା। ସେ ଏଡ଼େ ବିରକ୍ତ ହୋଇଯାଇଥିଲେ। ଏଡ଼େ ପର୍ବତ ପ୍ରମାଣ ଭୀମଦର୍ଶନ ବ୍ୟକ୍ତି ଗୋଟାକ ଯେ ଏଡ଼େ ପିଲାଳିଆ କଥାଟାଏ କରିବା ପାଇଁ ଏଇ ପୌଷ ପ୍ରତ୍ୟୁଷରେ ଏତେ ସମୟ ଛକିଥିବ, ଏକଥା କିଏ ବା କେମିତି ଭାବନ୍ତା? ଧତ୍ରେ କହି ପ୍ରଥମବାବୁ ହଠାତ୍ ଛିଡ଼ା ହୋଇ ପଡ଼ି ଦେହରୁ ଧୂଳି ଛାଡ଼ିଲେ। ପଟେଲ ମଧ୍ୟ ଦୀର୍ଘ ନିଶ୍ୱାସ ଛାଡ଼ି ଉଠି ପଡ଼ିଲେ। ଏହି ଆକସ୍ମିକ ଆବିର୍ଭାବରେ ଚମକିତ ହୋଇ ସେହି ଭୀମଦର୍ଶନ ବ୍ୟକ୍ତିଟି ମଧ୍ୟ ଛିଡ଼ା ହୋଇ ପଡ଼ିଲା ଏବଂ ହଠାତ୍ ସେ ଯେଉଁ ଅଭାବନୀୟ ବାକ୍ୟଟି ଉଚ୍ଚାରଣ କଲା, ସେଥିରେ ପଲକରେ ପ୍ରଥମବାବୁଙ୍କ ଧମନୀ ଶ୍ରେଣୀରେ ଚମକିଗଲା ବିଦ୍ୟୁତ୍ ଭଳି ଏକ ଶିହରଣ। ସେ ଆଟେନ୍‌ସନ୍ ହୋଇ ସାଲ୍ୟୁଟ୍ ବଜାଇଲେ। ଲୋକଟି କହି ଉଠିଲା, ଷ୍ଟାଣ୍ଡ ଅପ୍ ଅନ୍ ଦ ବେଞ୍ଚ। 25 ବର୍ଷ ପରେ ମଧ୍ୟ ସେଇ ମୋଟା ଉଲ୍‌ର ଆବରଣ ତଳୁ ସେ କଣ୍ଠସ୍ୱର ଆଚମ୍ବିତେ ପ୍ରଥମବାବୁଙ୍କ ଆଗରେ ତାଙ୍କର ଦୁର୍ଦ୍ଦାନ୍ତ ପ୍ରତାପୀ ହେଡ୍‌ମାଷ୍ଟର ଧୃତରାଷ୍ଟ୍ର ବାବୁଙ୍କୁ ଚିହ୍ନାଇ ଦେଇଥିଲା। ଧୃତରାଷ୍ଟ୍ର ବାବୁ ରାଗିଯିବା ମାତ୍ରେ ବା ଚମକି ପଡ଼ିବା ମାତ୍ରେ ଷ୍ଟାଣ୍ଡ ଅପ୍ ଅନ୍ ଦ ବେଞ୍ଚ କହିବାରେ ଏଡ଼େ ଅଭ୍ୟସ୍ତ ଥିଲେ ଯେ କଥିତ ଅଛି, ଏକଦା ସେ ଅନ୍ୟମନସ୍କ ଥିଲାବେଳେ ତାଙ୍କର ସ୍ତ୍ରୀ ଛିଙ୍କି ଦେଇଥିବା ଯୋଗୁଁ ମଧ୍ୟ ସେ ଏହି ଆଦେଶ ଦେଇ ପକାଇଥିଲେ। ସାର୍ ସାର୍ ଆପଣ କେମିତି? ଆରେ ଆରେ ପରିମଳ, ପଞ୍ଚାନନ, ପ୍ରପଞ୍ଚ କ'ଣଟି? ହଁ, ଆରେ ପ୍ରଥମ। ମୁଁ ଏବେ ଆସିଛି ମୋ ନାତୁଣୀ ଜ୍ୱାଇଁ ଘରକୁ। ଆଉ ତମେ? ଓହୋ, ଏଇଠି ଅଫିସର ଅଛ ପରା, ମର୍ଣ୍ଣିଂ ୱାକ୍ କରୁଛ ବୋଧହୁଏ। ବାଃ ବାଃ, ମୁଁ ମୋର ସବୁ ପିଲାଙ୍କୁ ଶିଖାଇଥିଲି ଶରୀର ମାଧ୍ୟମମ୍। ତମେ ଦେଖୁଛି ବେଶ୍ ମନେ ରଖି ସେମିତି କାମ କରୁଛ। ମୁଁ ପ୍ରୀତ ହେଲି। ଚାଲ ଫଲୋ ମି। ଏଇ ପ୍ରଭାତ ସମୟଟା ବଡ଼ ଚମତ୍କାର। ମୋ ବୟସ ଆସି 75 ହେଲାଣି, ତେବେ ବି ମୁଁ ମର୍ଣ୍ଣିଂ ୱାକ୍ ଛାଡ଼ି ନାହିଁ। ଭୋରରୁ ମୁଁ ବରାବର ଭଲ ପାଏ, ଯେମିତି ୱାର୍ଡସୱାର୍ଥ ବୟସ ନିର୍ବିଶେଷରେ ରେନ୍‌ବୋକୁ ଭଲ ପାଉଥିଲେ। ମନେ ଅଛି ତ ସେ ପଦ୍ୟ? ହଁ ସାର୍, ମାନେ ମାଇ ହାର୍ଟ ଲିପ୍ସ ଅପ୍ ହ୍ୱେନ୍ ଆଇ ସି ନନ୍‌ସେନ୍ସ। ଏଡ଼େ ବଡ଼ କବି କ'ଣ ସି କରିବାଠୁ ଆଉ କିଛି ଉତ୍ତମ କହିପାରିନଥାନ୍ତେ? ମାଇ ହାର୍ଟ ଲିପ୍ସ ଅପ୍ ହ୍ୱେନ୍ ଆଇ ବିହୋଲ୍ଡ। ଆଉ ଭୁଲିବ ନାହିଁ? କଦାପି ନୁହେଁ ସାର୍। ପ୍ରଥମବାବୁଙ୍କ ହାତ ଆପେ ଆପେ ତାଙ୍କର ନିଜସ୍ୱ କାନ ଆଡ଼କୁ ଚାଲି ଯାଇଥିଲା। ସେମାନେ ତିନିହେଁ ଜିପ୍ ଅତିକ୍ରମ କଲାବେଳକୁ ସାଦା ପୋଷାକ ତଥା ୟୁନିଫର୍ମ ପରିହିତ ଡଜନାଧିକ ଛୋଟ ବଡ଼ ପୋଲିସ କର୍ମଚାରୀ ବିସ୍ମୟ ସହକାରେ ସେମାନଙ୍କୁ ଅନେଇ ରହିଥାନ୍ତି। ପ୍ରଥମବାବୁ ନୀରବରେ ସେମାନଙ୍କୁ କିଛି ଗୋଟାଏ ଇଙ୍ଗିତ ଦେଲେ। ସେମାନେ ବୁଝିଲେ କି ନାହିଁ, କିନ୍ତୁ ତାଙ୍କୁ ଅନୁସରଣ କରିଚାଲିଲେ। ଧୃତରାଷ୍ଟ୍ର ବାବୁଙ୍କର ନେତୃତ୍ୱରେ ମର୍ଣ୍ଣିଂ ୱାକ୍ ଶୋଭାଯାତ୍ରା ଏମନ୍ତ ପ୍ରକାରେ ଆଗେଇ ଚାଲିଲା। ବହୁଦିନ ପରେ ପ୍ରଥମବାବୁ ମୁକ୍ତ ପବନର ସ୍ପର୍ଶ ଅନୁଭବ କରୁଥିଲେ ଯେମିତି। ହାତ ମଳି ମଳି ଧୃତରାଷ୍ଟ୍ର ବାବୁଙ୍କ ପଛରେ ଚାଲୁ ଚାଲୁ ତାଙ୍କ ହୃଦୟ କୃତଜ୍ଞତାରେ ଭରପୁର ହୋଇ ଉଠିଥାଏ। ସମାପ୍ତ।